ରବୀନ୍ଦ୍ର ଜାଡେଜାଙ୍କ ବଡ଼ ଘୋଷଣା। ଚମ୍ପିଅନ୍ସ ଟ୍ରଫି 2025 ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ବିରାଟ କୋହଲି, ରୋହିତ ଶର୍ମା ଏବଂ ରବୀନ୍ଦ୍ର ଜାଡେଜା ଓଡିଆଇ ଫର୍ମାଟରୁ ଅବସର ନେବାର ଗୁଜବ ସୃଷ୍ଟି ହୋଇଛି। ଚମ୍ପିଅନ୍ସ ଟ୍ରଫି ଫାଇନାଲରେ ନିଜ ସ୍ପେଶାଲ ସମାପ୍ତ କରିବା ପରେ ରବୀନ୍ଦ୍ର ଜାଡେଜା ଯେତେବେଳେ ବିରାଟ କୋହଲିଙ୍କୁ ଆଲିଙ୍ଗନ କରିଥିଲେ, ଜାଡେଜା ଅବସର ନେଇ ଗୁଜବ ପୁଣି ଥରେ ଜୋର ଧରିଥିଲା। ଏବେ ଜାଡେଜା ତାଙ୍କ ନିଜ ଅବସର ଖବର ପରେ ନୀରବତା ଭାଙ୍ଗିଛନ୍ତି। ରବୀନ୍ଦ୍ର ଜାଡେଜା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ କି ସେ ଅବସର ଗୁଜବକୁ ଅଯଥା ବୋଲି କହିଛନ୍ତି ଏବଂ କହିଛନ୍ତି ଯେ ଅଯଥା ଗୁଜବ ପ୍ରସାର କରନ୍ତୁ ନାହିଁ। ଆପଣମାନେ ମନେ ପକାଇ ଦେଉଛୁ ଯେ ଗତ ବର୍ଷ ଭାରତର ଟି-20 ବିଶ୍ୱକପରେ ବିଜୟ ପରେ ଜାଡେଜା ଟି-20 ଫର୍ମାଟକୁ ଅଲବିଦା କହିଥିଲେ। ଏବେ ଲାଗୁଛି ଯେପରି 36 ବର୍ଷୀୟ ଜାଡେଜା 2027 ଦିନିକିଆ ବିଶ୍ୱକପକୁ ନିଜର ଲକ୍ଷ୍ୟ ରଖିଛନ୍ତି। ସେହି ବିଶ୍ୱକପ ଆୟୋଜନ କରିବାକୁ 2 ବର୍ଷ ବାକି ଅଛି ଏବଂ ସେତେବେଳକୁ ଜାଡେଜା 38 ବର୍ଷ ବୟସ ହୋଇଥିବେ। ଏମିତି ଏକ ଜାଡେଜା ଏକ ବଡ଼ ଘୋଷଣା ହୋଇଛି।